जय श्री राम। आज मु पहुंची जाइए आम नयगढ़ जिला मर्दराजपुर ठारे थिबा मुंडिया हनुमान मंदिर पाखरे आउ पूरा मुंडिया हनुमान तो पूरा दर्शन करेबी आउ एई जगह रे खास करके रहले 33 गोटी पूरा देवी देवता पूरा एई जगह पूजा पाउचंदी सेटा भी मु आपण मानकु देखेबी। प्लीज मो वीडियो शेष पर्यंत देखंतु आ वीडियोटी भल लागिथिले लाइक शेयर सब्सक्राइब करबी। पुछरे जदी आपण माने जदी आसी परिबे एई जगह रे होची पूरा पाउस पई रास्ता अछि एई पटे एमदी आसिला परे एठी आपण माने देखि परिबे। देखंतु एठी प्रभु राम लक्ष्मण सीतांकर एठे पूरा मूर्ति पूरा तैयारी करा जाइए देखुन आउ ये रही जो नाव पार कला बेले जो दृश्य रही यहीटार स्टाच्यू ये अपोजिट रे ये देखु हनुमान भी ये मूर्ति रही आपण मैंने जदि बाइक धरिकी आसुच्च बाइक हो ना बोलर भी आसीपर ये यही जगार हूँ देखु यहीपटे रहा रास्ता रही आपण मानकर बोलर रहा आपण मैंने यही जगह धरिकी आसिके ऊपर को जापर ये त्रिनाथ ठाकुर ये अच्छा सैड रे नृसिंह ठाकुर भी अच्छा ये देखु नृसिंह ठाकुर तापर यहीपट को आसले लक्ष्मी नारायण मूर्ति रही देखु। आई लव मुंडिया हनुमान मर्दराजपुर। यहीपटे भी मेंशन पूरा कर को मंदिर पूरा अच्छे ये जगन्नाथ मंदिर नीलमाधव राधाकृष्ण माँ लक्ष्मी विमला बनदुर्गा मंदिर को यहीपटे रही रास्ता। एमती रही पूरा मंदिर रही आई मंदिर साइड रे ये आपण मैंने देखिपारे ये रही पंचलिंगेश्वर और श्रवण कुमार। पंचलिंगेश्वर ये गले देखु आउ यही जगह देखिपारे ये जो श्रवण कुमार को तीर मराई तार किसी दृश्य साइड रहीगला देखिपारे द्रौपदी स्वयंवर किसी दृश्य मध्य आपन को ये देखा कौरव आ पांडव जो दी भाई भितर जोड़ा पूरा बसी थे ये देखो तार किसी दृश्य आईपटे जो सर्त रही पानी को देखिकी माने जो माछ को मारिबा ऊपर चक्री देख देखिपारे ये रही आमर अनंत शयन रे शयन कर अनंत शयन किसी दृश्य देखो। ऊपर मध्य भी देखिपारे अर्जुन सारथी होगी जो जाइए प्रभु श्री कृष्ण कालिया दहन जो करथिले प्रभु श्री कृष्ण यही जगह स्टाच्यू रही बहुत सुंदर पूरा व्यू रही।
ଏଠି ରହିଗଲେ ମା ବିମଳା। ଆଉ ଏଇପଟେ ରହିଗଲେ ରାଧାକୃଷ୍ଣ। ଶ୍ରୀ ଜଗନ୍ନାଥ, ଜଗନ୍ନାଥ ବଳଭଦ୍ର ମା ସୁଭଦ୍ରା। ଆଉ ଏଇପଟେ ରହିଲେ ଦେଖିପାରିବେ ପ୍ରଭୁ ନୀଳମାଧବ। ଏଇଠି ମା ଲକ୍ଷ୍ମୀ। ଏଇପଟେ ମଧ୍ୟ ଦେଖିପାରିବେ ଏଠି ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଅଛନ୍ତି। ଆଉ ଏଇ ସାମ୍ନାରେ ଦେଖିପାରିବେ ଏଇଠି ରହିଗଲେ ଦେଖିପାରିବେ ଏଇଠି ଯୋଉ ଗରୁଡ ଉପରେ ବସିଥିଲେ ପ୍ରଭୁ ଶ୍ରୀକୃଷ୍ଣ, ଆସି ଯୋଉ ଚକ୍ର ଭେଦ କରିଥିଲେ। ଦେଖନ୍ତୁ ତାର କିଛି ଏଠି ଦୃଶ୍ୟ ରହିଛି। ପାଣି ଭିତରେ ଆମର ଯୋଉଟା ହାତୀକୁ କାମୁଡି ଧରିଥିଲା, ଆଉ ସେଇ ଟାଇମରେ ଚକ୍ର ପେଶିଥିଲେ, ତାର କିଛି ଦୃଶ୍ୟ ରହିଛି। ଆଉ ଏଇଟା ଟୋଟାଲ ରହିଲା ମନ୍ଦିରଟା, ମୁଁ ଆପଣମାନଙ୍କୁ ଏଠି ଦେଖେଇ ଦଉଛି। ଦେଖନ୍ତୁ ଏମିତି କିଛି ରହିଛି। ଆଉ ଏଇ ଭିତରେ ମଧ୍ୟ ମନ୍ଦିର ରହିଛି, ସେଇଟା ମଧ୍ୟ ବି ଆମେ ଯାଇକି ଦେଖିଦବା ଭିତରେ। ଏଠି ସବୁ ଭକ୍ତ ମାନଙ୍କର ଏଇଠି ଜାଗାରେ ମଧ୍ୟ ବି ଷ୍ଟାଚୁ ବନା ଯାଇଛି। ଭକ୍ତ କବି ଜଗନ୍ନାଥ, ଦେଖନ୍ତୁ ଏଠି ଭକ୍ତ କବି ଜୟଦେବ। ଆଉ ଏପଟେ ରହିଲେ ଦେଖନ୍ତୁ ପଠାଣି ସାମନ୍ତ, ଭକ୍ତ ଶ୍ରୀ ଚୈତନ୍ୟ ଅଛନ୍ତି, ଭକ୍ତ ସାଲବେଗ, ଭକ୍ତ ଦାସିଆ, ଭକ୍ତ ଗୁଣ୍ଡିଚାରାଣୀ। କାନ୍ଥରେ ମଧ୍ୟ ବି ମହାପ୍ରଭୁଙ୍କର ଯୋଉ ଛବି ମଧ୍ୟ ବି ଅଙ୍କା ଯାଇଛି, ଏଇ ଜାଗାରେ ମଧ୍ୟ ଦେଖିପାରିବେ। ଆଉ ଏଇପଟେ ରହିଲା ଆମର ଦଶାବତାର ଅଛନ୍ତି। ରହିଗଲା ଦେଖିପାରିବେ ମା ବନ ଦୁର୍ଗାଙ୍କ ମନ୍ଦିରକୁ ରାସ୍ତା ରହିଛି ଏଇପଟେ, ଏମିତି ଦେଇକି ପୁରା ରାସ୍ତାରେ ଯାଇପାରିବେ। ଯାହା ମୁଁ କହଇ ଯାହା ମୁଁ କରଇ, ଯାହା ମୁଁ ଚିନ୍ତଇ ମନେ, ଜଗତର କର୍ତ୍ତା ପରମ ଈଶ୍ୱର, ଜାଣୁଛନ୍ତି ପ୍ରତିକ୍ଷଣେ। ଆଉ ଏଇ ଉପରକୁ ଆସିଲେ ଏଇଟା ମା ବନ ଦୁର୍ଗାଙ୍କର ମନ୍ଦିର ମଧ୍ୟ ରହିଛି ଏଇ ଜାଗାରେ। ଏଇ ଭାଇ ଦେଖନ୍ତୁ ମା ବନ ଦୁର୍ଗା। ଏଇ ସାଇଡରେ ମଧ୍ୟ ମାଙ୍କର କିଛି ଯୋଉ ଅବତାର ରହିଛି ଏଇ ଜାଗାରେ ମଧ୍ୟ ବି ଅଛି। ଏଇଟା ହେଲେ ଗଣେଶ। ଆଉ ଏଇପଟେ ଦେଖନ୍ତୁ ଜୟ ମା ଦୁର୍ଗା। ତାଙ୍କର ମଧ୍ୟ ମନ୍ଦିର ରହିଛି, ସେଇପଟେ ଯାଇକି ଆମେ ମଧ୍ୟ ଯାଇକି ଦେଖିବା। ଏଇଟା ଦେଖ ବୈଷ୍ଣୋ ଦେବୀ ପୂଜା ପାଉଛନ୍ତି। ଏ ଭିତରେ ଅଛି ସୁଡ଼ଙ୍ଗ, ଅଛି ସୁଡ଼ଙ୍ଗ ଭିତରେ ଯିବାକୁ ପଡିବ। ମୁଁ ଯାଇପାରିବି କି ନାହିଁ ମୁଁ ଡାଉଟରେ ଅଛି। ଏଇଟା ରହିଲା ମାଙ୍କର ସୁଡ଼ଙ୍ଗ ରହିଛି, ଏଇଟା ଦେଖନ୍ତୁ। ଏଇଟା ହେଲେ ମା ବୈଷ୍ଣୋ ଦେବୀଙ୍କର ମା ପାତାଳି ବନ ଦେବୀ ମନ୍ତ୍ର ରୋଗ ବ୍ୟାଧି ଖନନ ହଉ। ଏଇପଟେ ଆଜ୍ଞା
ହଁ ଏ ମୁଣ୍ଡିଆର ମେନ୍ ଠାକୁର ଏ ଫୁଟା ଠାକୁରାଣୀ ମା ଲୋ ପାତାଳି ବନ ଦେବୀ ମନୋବାଞ୍ଛା ପୂର୍ଣ୍ଣ କରେ ଭକ୍ତମାନଙ୍କର ମଙ୍ଗଳ କରେ ପରିବାର ମଙ୍ଗଳ କରେ ଶାନ୍ତି ରୋଗବ୍ୟାଧି ଖଣ୍ଡା ସକଳ ଗ୍ରହ ପରିମୟ ମା ଲୋ ନାଁଟି କଣ ଦୀପକ ଦୀପକର ସନ୍ନିକି ଶାନ୍ତି କରେ ରାହୁ କେତୁ ଏଠି ଦେଖନ୍ତୁ ମା ବୈଷ୍ଣବ ଦେବୀ। ମୋ ସହିତ ଅଛନ୍ତି ଏଠିକାର ପୂଜକ ଅଛନ୍ତି, ଆମେ ପଚାରି ବୁଝିବା ମୁଣ୍ଡିଆ ହନୁମାନ କେମିତି ପୁରା ନିର୍ମାଣ ହେଇଥିଲେ ଆଉ ମନ୍ଦିର ବିଷୟରେ ଟିକେ କହିବେ। ଆଜ୍ଞା ଆପଣଙ୍କର ପରିଚୟ ଟିକେ ଦିଅନ୍ତୁ। ଆଉ ଜୟ ଜଗନ୍ନାଥ ଜୟ ମା ବନଦୁର୍ଗା ମୁଁ ବନଦୁର୍ଗା ସେବକ ଆଉ ଜଗନ୍ନାଥ ସେବକ କୃଷ୍ଣ ଭାଇନା ଆପଣଙ୍କର କୃଷ୍ଣ ଭାଇନା ଏ ମନ୍ଦିରର ପରମ୍ପରା ହେଉଛି ଯେ କି ମୁଣ୍ଡିଆ ହନୁମାନ ପୀଠ ତଥା ଜଗନ୍ନାଥ ମନ୍ଦିର ଏଠି ହବାର ମୁଖ୍ୟ କାରଣ ହେଲା ଯେ ପୁରୀ ଜଗନ୍ନାଥ ଯେ ପରିକା ଆମ ଏ ଜଗନ୍ନାଥ ସେ ପରିକା ଆଉ ଏଇ ଜଗନ୍ନାଥ ମନ୍ଦିର ହବାର ମୁଖ୍ୟ କାରଣ ଏଠି ହେଲା ଯେତେବେଳେ ପୁରୀରୁ ଆସିଥିଲେ ବିଦ୍ୟାପତି ନୀଳମାଧବ ଅନୁସରଣରେ ଆସିଥିଲେ କଣ୍ଟିଲୋ এইটি ফেরলা বেশি জগন্নাথ ধরিকি নীলম ধরিକି আসলে এইটি অবস্থিত করতে জগন্নাথ মন্দির হয়েছে তথা এই হচ্ছে যে কি আপনার পরিচয় সুপরিচিত ওড়িশা প্রসিদ্ধ বনদুর্গা ই পাতাল ফুটি এ আম অচ্যুতানন্দ ব্রহ্মকল মালিকা নিঃসৃত ঠাকুরাণী হচ্ছে কনক দুর্গা বনদুর্গা এটি অবস্থিত মানে আবির্ভূত এই যে আবির্ভূত ঠাকুরাণী ବହୁତ ଲୋକର ମାନସିକ ପୂର୍ଣ୍ଣ କରେ ଆଉ ଏ କୋଠିରେ ଯେଉଁ ଅଛି ମାନସିକ କୋଠି ଏ କୋଠି ଭିତରେ ଯଦି ଆପଣ ଭକ୍ତି ମାଙ୍କୁ ପ୍ରଣାମ କରି ଯାଆନ୍ତି ଆପଣ ମାନସିକ ବି ପୂର୍ଣ୍ଣ ହେଇଯାଏ ଯେଉଁ ପ୍ରକାର ରୋଗ ହେଇଥାଉ ବା ସନ୍ତାନ ପ୍ରାପ୍ତି ହଉ ବା କୌଣସି ଯାହା ଆପଣ ଚିନ୍ତା କରିବେ ପୂର୍ଣ୍ଣ ହେଇଯାଏ। এই ହେଉଛି ଆଦିପୀଠ ଯିଏକି ବିଶ୍ୱ ପ୍ରସିଦ୍ଧ ହେଇସାରିଣି ବନ ଦୁର୍ଗା ପୀଠ ଏତେ ମାନସିକ ଏଠି ପୂର୍ଣ୍ଣ ହେଉଛି ଆପଣଙ୍କର ଯଦି ଆପଣ ଚାହୁଁଛନ୍ତି ଏଇ ବନ ଦୁର୍ଗା ପୀଠ ଆସିବା ପାଇଁ ଭୁବନେଶ୍ୱର ଆସିବା ପାଇଁ ହେଲେ ଆପଣଙ୍କର କଳାପଥର ଦେଇକି ଆସିକି ପହଞ୍ଚିବେ ଖଣ୍ଡପଡ଼ାରୁ ନୀଳମାଧବ ରୋଡ ମଝିରେ ଅବସ୍ଥିତ ହେଉଛି ମଦରାଜପୁର ଆଉ ବନ ଦୁର୍ଗା ପୀଠ। ଆଜ୍ଞା ଆଉ ଏଇଟା ଯୋଉ ନାଁ ଦିଆଗଲା ଆମର ମୁଣ୍ଡିଆ ହନୁମାନ ଏଇଠିକାର ନାଁ କେମିତି କଣ ଦିଆହେଲା? ଏଠି ପୂର୍ବ କାଳରୁ ସେ ହନୁମାନ ମୂର୍ତ୍ତିଟେ ଥିଲେ ବୋଲି କିଏ ରଖିଥିଲେ କେହି ଜାଣିନାହାନ୍ତି ଆଜି ପର୍ଯ୍ୟନ୍ତ ବି ତାର ସତ୍ତା ପାଇନାହାନ୍ତି। ସେ ହନୁମାନ ଯିଏକି ଜଣେ ଜୈନିକ ଲୋକକୁ ସ୍ୱତଃପ୍ରତ ଭାବରେ ଠିଆ ହେଇକି ଲୋକଙ୍କୁ ଆଶୀର୍ବାଦ ଦେଇଥିଲେ ବୋଲି ହିଁ ଏଠି ହେଇଗଲା ପୀଠ ପଚିତ ହେଇଗଲା ହନୁମାନ ପୀଠ ବୋଲି। ଆଜ୍ଞା ଏଇ ମନ୍ଦିରଟା ହେବାର କେତେ ବର୍ଷ ହେଲା ମାନେ ଅନୁମାନ? ଆଜ୍ଞା ମନ୍ଦିର ଠାକୁର ତ ବହୁତ ଦିନରୁ ଅଛନ୍ତି ଠାକୁର ତ ଏଠି ବହୁତ ଦିନରୁ ଅଛନ୍ତି କେହି କଳ୍ପନା କରିପାରିନାହାନ୍ତି କିନ୍ତୁ କିଏ କହିବ ତାର କୋଉନଠୁ ଅଛନ୍ତି କେହି କହିବ ଆଜି ପର୍ଯ୍ୟନ୍ତ ହିସାବ ନାହିଁ। ଯେତେବେଳେ ଡେଭଲପ ହେଲା ବସ୍ତୁ ମାନେ କେତେ ବର୍ଷ ପରେ ମାନେ ଏମିତି ଅନ୍ୟାନ୍ୟ 30 ବର୍ଷ 40 ବର୍ଷ ଭିତରେ ଡେଭଲପ ହେଇଗଲାଣି ଧୀରେ 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 ଆଜ୍ଞା ଏଇଟା ଡେଭଲପ ହେଇଛି। ଆଜ୍ଞା ଡେଭଲପ ହେବା ପାଇଁ ଏଠି କେମିତି ପୁରା ସହଯୋଗ କେମିତି ପୁରା ମିଳିଛି ଏଠି? ଆମ ମଦ୍ରାଜପୁର ଗ୍ରାମର ଜୈନିକ ବ୍ୟକ୍ତି ଯେ ଅଛନ୍ତି ଆମର ବୈକୁଣ୍ଠନାଥ ଅଛି ତାଙ୍କର ଆନୁକୂଲ୍ୟରେ ଏଇ ସବୁ ଜିନିଷ ହେଇଛି। ଜୟ ଜଗନ୍ନାଥ ଜୟ ମା ବନଦୁର୍ଗା। ଆମେ ସେଇପଟେ ଆମେ ଦର୍ଶନ କଲେ ପୁରା ମନ୍ଦିର ଆମେ ପୁରା ବୁଲିକି ଦେଖିଲେ ଆଉ ଏଇପଟେ ରହିଯାଇଛି ରଘୁନାଥଙ୍କର ମନ୍ଦିର ରହିଛି ସେଇପଟେ ଆମେ ଟିକେ ଦେଖିଦେବା। ଆଉ ତା ପୂର୍ବରୁ ଏଠି ମଧ୍ୟ ଦେଖନ୍ତୁ ଶିବଙ୍କର ଏଇଠି ମଧ୍ୟ ଅଛି ନଟରାଜେଶ୍ୱର ଶିବଙ୍କର ମଧ୍ୟ ଏଠି ମୂର୍ତ୍ତି ରହିଛି ଆଉ ଏଇ ସାଇଡରେ ରହିଛନ୍ତି ଦେଖନ୍ତୁ ଗୌତମ ବୁଦ୍ଧ ଆପଣ ମାନଙ୍କୁ ଟିକେ ଦେଖଉଛି ଦେଖୁଛନ୍ତି ତ ଗୌତମ ବୁଦ୍ଧଙ୍କର ମଧ୍ୟ ଏଠି ମୂର୍ତ୍ତି ରହିଛି ଆଉ ଏଇ ସାଇଡରେ ମଧ୍ୟ ବି ରହିଛି କଣ କଣ ଆମେ ଟିକେ ଦେଖିଦେବା। ଏଠି ଦେଖନ୍ତୁ ସାଇ ବାବାଙ୍କର ମଧ୍ୟ ବି ମୂର୍ତ୍ତି ରହିଛି ଏଠି ଆଉ ସାଇଡରେ ରହିଲେ ଦେଖନ୍ତୁ ସାକ୍ଷୀ ଗୋପାଳ ବିଶ୍ୱକର୍ମା ଏପଟେ ରହିଲେ ସାଇବାବା ଅଛନ୍ତି ଆଉ କାର୍ତ୍ତିକ ଆଉ ନାରାୟଣ ଆଉ ଏଇ ସାଇଡରେ ରହିଛି ମଧ୍ୟ ୱାସରୁମର ମଧ୍ୟ ବି ସୁବିଧା ରହିଛି ଦେଖନ୍ତୁ ଏଠି ଶୌଚାଳୟ ଅଛି। ମାନଙ୍କୁ ଦେଖେଇଥିଲି ଦେଖନ୍ତୁ ମୁଣ୍ଡିଆ ହନୁମାନ ରଘୁନାଥ ଓ ଶିବ ମନ୍ଦିରକୁ ରାସ୍ତା ରହିଛି ଏଇପଟେ ଆସିଲା ପରେ ଦେଖିପାରିବେ ଏଇଠି ଫାଷ୍ଟ ଅଛନ୍ତି ଏଇଠି ମା ସନ୍ତୋଷୀ ମା ଅଛନ୍ତି ଏଇଠି ଦେଖନ୍ତୁ ମା ସନ୍ତୋଷୀ ଆଉ ଏଇ ସାଇଡରେ ଅଛନ୍ତି ସରସ୍ୱତୀ ମା ସରସ୍ୱତୀ ଏଇଠି ବିରାଜମାନ ଅଛନ୍ତି ଆଉ ଏଠି ପାର୍ଶ୍ୱରେ ମଧ୍ୟ ଏଠି ଦେଖନ୍ତୁ ଶନିଙ୍କର ମଧ୍ୟ ମନ୍ଦିର ମଧ୍ୟ ଏଠି ରହିଛି। ଆଉ ଏଇପଟେ ଅଛନ୍ତି ମା ମହାମାୟୀ
ଆଉ ଏଇପଟେ ରହିଲେ ଶ୍ରୀ ଗଣେଶ, ଏଇପଟେ ରହିଲେ ରାମେଶ୍ୱର, ନୀଳକଣ୍ଠେଶ୍ୱର, ଲଡୁକେଶ୍ୱର। जय श्री राम। साइट अछंती हनुमान, जय बजरंग बली। ଆଉ ଏଇପଟେ ରହିଗଲେ ଲୋକନାଥ। ଆଉ ଏଇପଟେ ରହିଗଲା ମା ପାର୍ବତୀଙ୍କର ମଧ୍ୟ ମନ୍ଦିର ଏଇପଟେ ରହିଛି, ଦେଖନ୍ତୁ ମା ପାର୍ବତୀ। ପାର୍ବତୀ ମନ୍ଦିର ପାଖରେ ଏଠି ଦେଖନ୍ତୁ ମାଙ୍କର ବିଭିନ୍ନ ରୂପ ମଧ୍ୟ ଅଛି। এই ସାଇଡରେ ପୁରା ମେନସନ କରିଛନ୍ତି, ପୁରା ନାଁ ବି ପୁରା ମେନସନ କରିଛନ୍ତି। ଆପଣ ଆସିକି ମଧ୍ୟ ଏଠି ଦେଖିପାରିବେ। ଏମିତି ରହିଛି, ମନ୍ଦିରର ଉପର ଗୋଟେ ଦେଖିପାରିବେ ଏଠି। फाइनाली आपण मैंने देखिपारे ये थिला आमर नयागढ़ जिले में मर्दराजपुर ठारे मुंडिया हनुमान मंदिर। आ बहुत सुंदर मंदिर रही, भितर 33 गोटी देवी देवता आपको देखली। आ बहुत सुंदर मंदिर रही। आपण मैंने जदि प्लानिंग कर विजिट करने को डेफिनेटली ये जगह को विजिट करूँ। आज ये आउ थे देखा आ गोटे वीडियो सहित आ गोटे नुआ जगह सहित। मो वीडियो भल लगी लाइक शेयर सब्सक्राइब कर दियो। थैंक यू।